ଆସିକି ଆଜ୍ଞା ଥାନା ଠିକି ଆସିଛି ମତେ ମାରାପିଟା କଲେ ଯେ ଘର ଭିତରେ ପଶିକିନି ଛୁଟି ସାରିକିନି ମାଇଲେ ଯେ ମତେ ପଠାଇଦେଲେ ଆଉ ତ ଥାନା ତାଡ଼ିକି ଯା ଥାନାରେ କଣ ହେଲା ହେଠୁ? ଥାନାରେ ହେଠୁ କହିଲେ ଆଉ ରେଫାର ଦେଲି ହେଠୁ କହିଲେ ଆଉ ତମେ 3 ଦିନ ଧବୁଡ଼ିଲି 3 ଦିନ ଧବୁଡ଼ି ସାରିଲା ପରେ ହେଠୁ କହୁଛି ସାର୍ କହିଲେ ଯେ ବାବୁ ସାର୍ ଦେଇଥିଲେ କେସ୍ ଦେଇଥିଲେ ମୋ ପାଖରେ ସିଏ କହିଲା ଆଉ ଆସିବନି ଆଉ ମୁଁ ଏକୁ ଫେୟାର କରିବି ଆଉ ଖରାତରାରେ ଖେଳାଇବ ସନ୍ଧ୍ୟାକୁ ଗାଡ଼ି ଗଲେ ଯିବ ନହେଲେ କୋର୍ଟ ଫେୟାର କରିବି। ତ କଣ ପାଇଁ ଏଠିକି ଆଜି ଆସିଛ କଣ ପାଇଁ? ଆସିଛି ମତେ କହିଲେ ପ୍ରକାର କରୁଛି ପ୍ରକାର ଥାନା ବାଲା କରୁଛି ଆଉ କିଏ ମାରପିଟ ଯୋଉ ମାରପିଟ କରୁଛନ୍ତି ବୋଲି କହୁଛନ୍ତି କିଏ ମାରପିଟ କରୁଛି? ମାରପିଟ କିଏ କରିଛି ତାଙ୍କ ନାଁ ଜାଣିଛ? ନା ସନ୍ତକର କହିବି କୁହ। ଘର ଭିତରେ ଶାନ୍ତନୁ ସାହୁ ବାଡ଼ି ଧରିକିନି ପଶିକିନି ଆଉ ଧନୁ ସାହୁ ବାଡ଼ି ତାଠୁ ଶାନ୍ତନୁଠୁ ଛଡ଼େଇ ଆଣିକିନି ଆଉ ଶାନ୍ତନୁ ଚୁଟି ରହିଲା ସେ ମତେ 2 ବାଡ଼ି ମାରିଲା ନୁନି ରାଉଳ ମତେ ପଥରଟାରେ ଛେଚି ଦେଲା ଆଉ ରଞ୍ଜନ ରାଉଳ ବାଡ଼ି ଧରି ଘରେ ପଶି ଆଇଲା। କଣ ପାଇଁ ପିଟିଥିଲେ ଆପଣଙ୍କୁ? ତୁଫାନ ସାହୁ ଖୁନ୍ଦା ମାରିକିନି ଦାନ୍ତ ମୋର ଭାଙ୍ଗିଦେଲା ଚୁଟିଟା ସେ ଧରିଛି ଶାନ୍ତନୁ ଧରିଛି ସାହୁ ତମର ଆଗରୁ କିଛି ଶତ୍ରୁତା ଥିଲା ତାଙ୍କ ସାଙ୍ଗରେ? ପାଦ ଧରି କୁଦା ଦେଲା ମାଡ଼ ମୁଡ଼ି ଦେଲା କଣ ଆଉ ଚାହିଁବି ସେ ତ କିଛି ସ୍ଥାନ ବାଲା ମତେ କିଛି କଲାଲେ ବି ଏଠିକି ଆସିଛି ଆଜ୍ଞା ଆଉ ଆଗରୁ କିଛି ଝଗଡା ତାଙ୍କ ସାଙ୍ଗରେ ଥିଲା କି? ଆଗରୁ ଝଗଡା ସେ ହେଇଥିଲା କଣ ରଞ୍ଜନ ରାଉଳ ସାଙ୍ଗେ ପୁଅ ହେଇଥିଲା କଣ ହାଡେ କଣ ମୁଁ ଏରା କିଛି ଜାଣିନି ଚାହିଁବିନି ଆଉ ମୁଁ କଣ ସବୁଦିନ ମତେ ମାରୁଥିବେ।